ଆପଣ ଯେଉଁ ଭିଡ଼ିଓଟା ଦେଖିଥିଲେ 3-4 ଦିନ ପୂର୍ବରୁ ଯେଉଁ ବନ୍ୟା ପରିସ୍ଥିତି ହେଲା ପଣପଣା ପଞ୍ଚାୟତରେ ମାନେ ଯେହେତୁ ଏପଟ ଯେଉଁ ଷ୍ଟେସନ ପାଖରେ ଗୋଟେ ପୁଲ ଥିଲା ଛୋଟ ପୁଲ ଦେଖିବା ପଛରେ ଏଠି ଏପଟ ସାଇଡ୍ 6-7ଟା ଘର ପାଇଁ ପାଣି ଯେତେବେଳେ ଜମିଗଲା ଏଠି ପୁଲଟା ଭାଙ୍ଗିଦେଲେ ଜେସିବି ଦ୍ୱାରା ଏଠି ଖୋଳିକି ଭାଙ୍ଗିଦେଲେ ଯେମିତି ପାଣିଟା ପାସ୍ କରିବ କିନ୍ତୁ 6-7ଟା ଘର ପାଇଁ ପାଣି ପାସ୍ କରିବା ପାଇଁ ଏପଟେ ପାଖାପାଖି 150-200 ଘରକୁ ବିପଦ ମୁଖକୁ ଠେଲି ଦିଆଗଲା। ଠିକ୍ 7-8 ଦିନ ପରେ ବି ଏଠି ଦେଖନ୍ତୁ ବାଉଁଶ ପୁଲରେ ଲୋକମାନେ ଯିବା ଆସିବା କରୁଛନ୍ତି କେଉଁ ପରିସ୍ଥିତିରେ କେଉଁ ଭଳିଆ ଲୋକମାନେ ଯିବା ଆସିବା କରୁଛନ୍ତି ଏତେ ପର୍ଯ୍ୟନ୍ତ ସରପଞ୍ଚକୁ ଦେଖାଯାଉଛି ନା ସମିତି ସଭ୍ୟକୁ ଦେଖାଯାଉଛି ନା ୱାର୍ଡ ମେମ୍ବରକୁ ବି ଦେଖାଯାଉଛି ଯେ ପୁଲଟା ଭାଙ୍ଗିଛି ଦେଖ ତଳେ ପଡ଼ିଛି ମାନେ ପଥର ରଡ଼ ସବୁ ଗୁଡ଼ାକ ପଡ଼ିଛି ବାସ୍ ଲୋକ ଯିବା ଆସିବା ପାଇଁ 2-3ଟା ବାଉଁଶ ସେ ପୁଣି ଷ୍ଟେସନରେ ବାଉଁଶ ରଙ୍ଗ ଦିଆ କାମରେ ଲାଗିଥିଲା ସେଇ ବାଉଁଶ ଆଣିକି ଏଠି ବାଉଁଶ ରୋଡ଼ ପୁଲ 3ଟା ବାଉଁଶ ଯୋଡ଼ି ପୁଲ ତିଆରି କରୁଛନ୍ତି ଯୋଡ଼ି ଲୋକ ଯିବା ଆସିବା କରିବେ ଷ୍ଟେସନକୁ ଲୋକ ଯାଉଛନ୍ତି ମାର୍କେଟକୁ ଲୋକ ଯାଉଛନ୍ତି ଛୋଟ ଛୋଟ ପିଲାମାନେ ସ୍କୁଲକୁ ବି ଯିବେ ମାନେ ବୁଢ଼ା ବୁଢ଼ୀ ସମସ୍ତଙ୍କ ପାଇଁ କଥା କହୁଛି ଛୋଟ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଏଇ ବାଟେ ଦେଇକି ଯିବା ଆସିବା କରୁଛନ୍ତି। ଏଇଠି ସମିତି ସଭ୍ୟ ଘର ବାସ୍ ଏଇଠି ପାଖରେ ଯଦି ମୁଁ ଆପଣଙ୍କୁ ଦେଖିବା ପାଇଁ ଚାହିଁବି ଏଇଠି ସମିତି ସଭ୍ୟ ଘର ତ ମୁଁ ଦେଖିବି ତା ପୂର୍ବରୁ ଦେଖନ୍ତୁ ଲୋକମାନେ ଯାଉଛନ୍ତି କେଉଁ ପରିସ୍ଥିତିରେ ଯାଉଛନ୍ତି ଦେଖିବା ଗୋଟେ ପିଲାଟେ ଯାଉଛି ଆଉ ଜଣେ ସ୍ତ୍ରୀ ଲୋକ ଯାଉଛନ୍ତି ଭଗବାନ କରନ୍ତୁ ସେମିତି କିଛି ଦୁର୍ଘଟଣା ନ ଘଟୁ କାହା ସାଙ୍ଗରେ ବି ଯଦି କିଛି ଦୁର୍ଘଟଣା ଏମିତି ଘଟିଗଲା ତ ସେଥିପାଇଁ ଦାୟୀ କିଏ ରହିବ ଦେଖିପାରୁଥିବେ ଯେଉଁ ଯାଉଛନ୍ତି ସ୍ତ୍ରୀ ଲୋକ ଜଣକ କେତେ ବିପଦପୂର୍ଣ୍ଣ ଅବସ୍ଥାରେ ଡରିକି କେମିତି ଛାଡ଼ିବାରେ ଦୀର୍ଘ 4-5 ଦିନ ଆଜି ପୁରୀ ଗଲାଣି କିଛି ବି ମରାମତି ଯେମିତି ଲୋକ ଗୋଟେ ସୁରକ୍ଷିତ ଯିବା ଆସିବା କରିବ ତା ପାଇଁ କିଛି ମରାମତି କରାଯାଏନି କାହିଁକି କରାଯାଏନି। এই যে ঘর দেখুছেন এইটা যে আমার সমিতি সভ্য ঘর ইলেকশন পূর্ব অমিকি করদেবু সমিকি করদেবু তাঁর প্রতিশ্রুতি থাকে ঠিক সামনাকু দেখুন রেলওয়ে স্টেশনটা রয়েছে যে ব্রিজ কৌলি ভাঙ্গি দিয়া যাই সে ব্রিজটা সেটি রয়েছে এই জায়গাটা দেখুন জনে মাউসী বি যাচ্ছেন কেমিকা বিপদপূর্ণ অবস্থায় কেমি যাচ্ছেন